ଖୋର୍ଦ୍ଧା ଜିଲ୍ଲା ସଦର ବ୍ଲକର ଟାଙ୍ଗିଆପଡ଼ା ଜିପିର ରଞ୍ଜିତ ସାମନ୍ତରାୟ ଭାଇଙ୍କ ବିୟୋଗ ହୋଇଥିଲା ଏବଂ ତାଙ୍କ ଏକାଦଶାହରେ ଭାଇମାନେ ସନ୍ଧ୍ୟା ସମୟରେ ଏକ ବିଶାଳ କ୍ୟାନେଲ ଶୋଭାଯାତ୍ରା ନେଇ ତାଙ୍କ ବାସଭବନରେ ପହଞ୍ଚିଥିଲେ ଏବଂ ଭାଇଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରିବା ସହିତ ଭାଇଙ୍କ ପରିବାରକୁ ସମସ୍ତ ଭାଇମାନେ ମିଶି 27,710 ଟଙ୍କାର ସାହାଯ୍ୟ ସହଯୋଗ କରିଥିବାର ସୂଚନା ରହିଛି। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଓଡ଼ିଶା ଡ୍ରାଇଭର ମହାସଂଘ କେନ୍ଦ୍ରାପଡ଼ା ଜିଲ୍ଲା ସଦର ବ୍ଲକ ତରଫରୁ ବ୍ଲକର ନିକିରେଇ ଏବଂ ଝୁମାଗଡ଼ ଦୁଇଟି ପଞ୍ଚାୟତ ଭାଇମାନଙ୍କୁ ନେଇ ଏକ ପାଲପାଣି ବୈଠକର ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଆସିକାର ଜଣେ ମଉସା ମାନସିକ ସମସ୍ୟା ଥିବାରୁ ଘର ଛାଡ଼ି 1 ମାସ ହେବ ଚାଲି ଆସିଥିଲେ ଏବଂ ପରିବାର ଲୋକ ମଧ୍ୟ ଏଣେ ତେଣେ ଖୋଜୁଥିଲେ କିନ୍ତୁ ପାଉନଥିଲେ। ଗତକାଲି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକର ବାଣପୁର ଗ୍ରାମ ପଞ୍ଚାୟତର ଭାଇମାନେ ଭାଇଙ୍କୁ ପାଇଥିଲେ ଏବଂ ପାଇବା ପରେ ତାଙ୍କ ଓଡ଼ିଶା ଡ୍ରାଇଭର ମହାସଂଘ ଜରିଆରେ ଆସିକାକୁ ଖବର ଦିଆଯାଇଥିଲା ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ପରିବାର ସଦସ୍ୟ ପହଞ୍ଚି ସେହି ବ୍ୟକ୍ତିଙ୍କୁ ନେଇକି ଯାଇଥିଲେ। ଭାଇଚାରା ମାଧ୍ୟମରେ ସଚ୍ଚୋଟତାର ପ୍ରମାଣ ଓଡ଼ିଶା ଡ୍ରାଇଭର ମହାସଂଘ ଢେଙ୍କାନାଳ ଜିଲ୍ଲା ଭାପୁର ବ୍ଲକର ରବିନାରାୟଣ ନନ୍ଦ ଭାଇ ଯିଏକି ଜଣେ ଭାଇଙ୍କର ପର୍ସ ପାଇଥିଲେ ଏବଂ ପର୍ସଟି କାହାର ସେ ଫେରାଇବା ପାଇଁ ଚେଷ୍ଟା କରିଥିଲେ। ଓଡ଼ିଶା ଡ୍ରାଇଭର ମହାସଂଘ ସହିତ ଯୋଗାଯୋଗ କରି ପରବର୍ତ୍ତୀ ମୁହୂର୍ତ୍ତରେ ଜଣାପଡ଼ିଥିଲା ଯେ ପର୍ସଟି ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକର ଜଣେ ଭାଇଙ୍କର। ତେଣୁକରି ଓଡ଼ିଶା ଡ୍ରାଇଭର ମହାସଂଘ ଦ୍ୱାରା ଖବର ପାଇବା ପରେ ମାନେଶ୍ୱର ଡ୍ରାଇଭର ମହାସଂଘର ବ୍ଲକ ସଭାପତି ପହଞ୍ଚିଥିଲେ ପର୍ସଟିକୁ ଆଣିବା ପାଇଁ ଏବଂ ଭାପୁର ବ୍ଲକର ଭାଇମାନେ ମଧ୍ୟ ତାଙ୍କ ହାତରେ ପର୍ସଟିକୁ ଦେଇଥିଲେ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକର ଜଣେ ଡ୍ରାଇଭର ଭାଇଙ୍କ ଦେହାନ୍ତ ପରେ ତାଙ୍କ ପରିବାର ତାଙ୍କର ଡେଥ୍ ସାର୍ଟିଫିକେଟ୍ ହେଉ ବା ଅନ୍ୟାନ୍ୟ କାଗଜପତ୍ର ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଡେଥ୍ ସାର୍ଟିଫିକେଟ୍ ବାହାର କରିନପାରୁଥିବା କାରଣରୁ ସେମାନେ କଲ୍ୟାଣ ବୋର୍ଡ଼ ତରଫରୁ ଦିଆଯାଉଥିବା ସହାୟତା ରାଶିରୁ ମଧ୍ୟ ବଞ୍ଚିତ ଥିଲେ। ତେଣୁ କେନ୍ଦୁଝର ଜିଲ୍ଲାର ସଦାନନ୍ଦ ଭାଇ ସେ ଭଉଣୀକୁ ନେଇ ବାସୁଦେବପୁର ବାହାରିଥିଲେ। ଭଦ୍ରକ ଜିଲ୍ଲା ବାସୁଦେବପୁର ଯେହେତୁ ସେଇଠି ତାଙ୍କର ଦେହାନ୍ତ ହୋଇଥିଲା ତେଣୁକରି ସେଇଠି ତାଙ୍କୁ ଡେଥ୍ ସାର୍ଟିଫିକେଟ୍ ମିଳିବ ତ ସେ ଆରମ୍ଭରୁ ଭଦ୍ରକ ଜିଲ୍ଲା ବାସୁଦେବପୁରର ଭାଇମାନଙ୍କୁ ସହଯୋଗ ଲୋଡ଼ିଥିଲେ ଏବଂ ପହଞ୍ଚିଥିଲେ ବାସୁଦେବପୁରରେ। ତ ବାସୁଦେବପୁରର ଭାଇମାନେ ମଧ୍ୟ ପହଞ୍ଚି ତାଙ୍କୁ ସାହାଯ୍ୟ ସହଯୋଗ କରିଥିଲେ ଏବଂ ଯେଉଁ କାମରେ ଭାଇମାନେ ଯାଇଥିଲେ ବା ସେ ଡେଥ୍ ସାର୍ଟିଫିକେଟ୍ଟି ବାହାର କରିବାରେ ସକ୍ଷମ ହୋଇଥିଲେ। ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଲକର ଜଣେ ଭାଇ ସମ୍ବଲପୁରରୁ ଗଞ୍ଜାମ ଅଭିମୁଖେ ଯାଉଥିବା ସମୟରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ପାଖରେ ଭାଇଙ୍କର ଗାଡ଼ିର ଚକା ଜାମ୍ ହୋଇଯାଇଥିଲା ଏବଂ ସେ ସାହାଯ୍ୟ ସହଯୋଗ ପାଇଁ ଓଡ଼ିଶା ଡ୍ରାଇଭର ମହାସଂଘକୁ ଅନୁରୋଧ କରିଥିଲେ। ତ ପରବର୍ତ୍ତୀ ମୁହୂର୍ତ୍ତରେ ଦଶପଲ୍ଲା ବ୍ଲକର ସୋରଡ଼ା ଜିପିର ଭାଇମାନେ ପହଞ୍ଚି ଭାଇଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିଲେ। ନୟାଗଡ଼ ଜିଲ୍ଲାର ଜଣେ ଭାଇ ଗାଡ଼ି ନେଇ ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ସମୟରେ ଯାଜପୁର ଜିଲ୍ଲା ପାଣିକୋଇଲି ପାଖରେ ତାଙ୍କ ଗାଡ଼ିଟି କିଛି ସମସ୍ୟା ହୋଇଥିଲା ଏବଂ ସେ ସହଯୋଗ ଲୋଡ଼ିଥିଲେ ଓଡ଼ିଶା ଡ୍ରାଇଭର ମହାସଂଘର। ପରବର୍ତ୍ତୀ ମୁହୂର୍ତ୍ତରେ କୋରେଇ ବ୍ଲକର ଭାଇମାନେ ପହଞ୍ଚି ଭାଇଙ୍କୁ ସାହାଯ୍ୟ ସହଯୋଗ କରିଥିଲେ ଏବଂ ଯାହା କିଛି ବି ତାଙ୍କର ସମସ୍ୟା ଥିଲା ତାକୁ ସମାଧାନ କରିଥିଲେ। ମହାରାଷ୍ଟ୍ରରୁ ଜଣେ ଡ୍ରାଇଭର ଭାଇ ଗାଡ଼ି ନେଇ ଯାଉଥିବା ସମୟରେ ବରଗଡ଼ ବାଇପାସ୍ ପାଖରେ ଭାଇଙ୍କ ଗାଡ଼ିଟି ଆଗ ଚକା ଟାୟାର ପଙ୍କଚର୍ ହୋଇଥିଲା ଏବଂ ବସି ଯାଇଥିଲା ଯାହାକି ତାଙ୍କୁ ସାହାଯ୍ୟ ସହଯୋଗର ନିହାତି ଆବଶ୍ୟକତା ଥିଲା। କିନ୍ତୁ ତିଳେ ମାତ୍ର ବିଳମ୍ବ ନକରି ଯାହା ବି ହେଉ ମହାରାଷ୍ଟ୍ର ଡ୍ରାଇଭର ମହାସଂଘର ଭାଇ ଜଡ଼ିତ ଅଛନ୍ତି ଆଉ ସେ ସହଯୋଗ ମାଗିଥିଲେ ଓଡ଼ିଶା ଡ୍ରାଇଭର ମହାସଂଘକୁ ମହାରାଷ୍ଟ୍ର ତରଫରୁ। ପରବର୍ତ୍ତୀ ମୁହୂର୍ତ୍ତରେ ବରଗଡ଼ ଜିଲ୍ଲାର ବରହାଗୁଡ଼ା ଜିପିର ଭାଇମାନେ ପହଞ୍ଚି ଭାଇଙ୍କୁ ସାହାଯ୍ୟ ସହଯୋଗ କରିଥିଲେ। ନିହାତି ଭାବରେ ଭାଇଙ୍କ ମୁହଁରୁ ମହାସଂଘ ପ୍ରତି ଧନ୍ୟବାଦର ବାର୍ତ୍ତା ଏବଂ ଏହି ସଂଗଠନ ପ୍ରତି ଧନ୍ୟବାଦର ବାର୍ତ୍ତା ନିହାତି ଭାବରେ ବହୁତ ସୁନ୍ଦର ଥିଲା। ଆଜି ସକାଳୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ଜଣେ ଭାଇ ଗାଡ଼ି ନେଇ ଯାଉଥିବା ସମୟରେ
ଗଞ୍ଜାମ ଜିଲ୍ଲା ପୁଇଁତଳା ବ୍ଲକରେ ଗାଡ଼ିଟି ସକାଳୁ ସକାଳୁ ସର୍ଟ ସାର୍କିଟ୍ ହୋଇ ଜଳି ଯାଇଥିଲା। ଗାଡ଼ିରେ ଗ୍ୟାସ୍ ଟାଙ୍କି ଲୋଡ଼ିଂ ଥିଲା। ସୌଭାଗ୍ୟବଶତଃ ଡ୍ରାଇଭର ଭାଇଙ୍କର କୌଣସି କ୍ଷତି ହୋଇନଥିବା ସୂଚନା ରହିଛି। ଢେଙ୍କାନାଳ ଜିଲ୍ଲା ଗୋନ୍ଦିଆ ବ୍ଲକର ଜଣେ ଭାଇ ଯାଜପୁର ମେଡ଼ିକାଲକୁ ଯାଇଥିଲେ ତାଙ୍କ ଦେହ ଅସୁସ୍ଥ କାରଣରୁ ଏବଂ ସେ ସାହାଯ୍ୟ ସହଯୋଗ ଲୋଡ଼ିଥିଲେ ଓଡ଼ିଶା ଡ୍ରାଇଭର ମହାସଂଘ ଭାଇମାନଙ୍କୁ। ପରବର୍ତ୍ତୀ ମୁହୂର୍ତ୍ତରେ ଯାଜପୁର ଟାଉନର ଭାଇମାନେ ପହଞ୍ଚି ଭାଇଙ୍କର ଆଡ଼ମିସନ୍ କରିବାର ସହିତ ଭାଇଙ୍କର ଦେଖାଶୁଣା କରିଥିଲେ ଏବଂ ଆଗାମୀ ସମୟରେ ବି ଯଦି କିଛି ସାହାଯ୍ୟ ସହଯୋଗ ଲାଗେ ନିହାତି ଯୋଗାଇ ଦେବେ ବୋଲି କଥା ଦେଇଥିଲେ। ଡ୍ରାଇଭର ମହାସଂଘର ଟିକନିକ୍ ଖବର ପ୍ରତ୍ୟେକ ଦିନର ପାଇବା ପାଇଁ ମହାସଂଘ ଅପଡ଼େଟ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।